କହିଲେ ମୋତେ ମୋ ପ୍ରାର୍ଥନା ଆଜ୍ଞା ତମେ ତୁଚ୍ଛ କରି ଆର କରି ଚାଲିଗଲ। ହଁ ହଁ ଆଜ୍ଞା କହିଦେଲେ ଗୁରୁ ବଶିଷ୍ଠ ସହଯୋଗ କରି ଫେରିଲା ବେଳେ ଉପଯୁକ୍ତ ଅଭ୍ୟର୍ଥନା ପାଇଁ ତମେ ଯୋଗ୍ୟ ତାହା ପ୍ରତି ତମେ ଅବମାନନା କରିଛ। ପୁରା ସଂଗ୍ରାମ ପାସ୍ତାଏ ଅଭ୍ୟର୍ଥନା ଦେବା ପାଇଁ ଚାହିଁ ବସିଥିଲା। ତମେ ଦୁଃଖ କରି ଦକ୍ଷିଣା କଥା ଭାବି ଅପମାନ ହୋଇଛି। ସିଏ ତ ଆଶ୍ଚର୍ଯ୍ୟ ହେଲେ ମହାମହିମ ରାଜା ଦିଲ୍ଲୀପ ମତେ ଜଣେ ଅଭିଶାପ ଦେବ ଧରେ ଅପମାନରେ ସେ କଥା ତ ମୋ କର୍ଣ୍ଣ ଶୁଣିବା କଥା। ହେ ଗୁରୁ ବଶିଷ୍ଠ ଏ କଥା ମୁଁ ତ ଜାଣିନା କି ଶୁଣେ ନା। କେତେବେଳେ ସେ କହିଛ ନା ତମେ ଶୁଣିନା କାହିଁକି ତମେ ଜାଣିନା କାହିଁକି କାରଣ ଗାଇବା ସ୍ୱପ୍ନ ଶୋକ ଛାଡ଼ିବିନି କରୁଣ 50 ତମେ ଗାଇବ ଶୋକ ଗାଇ ଗାଇ ତମେ ଶୋକରେ ଆସ ପାଲା ଗାଓ ଆଉ ଟିକେ ଆଗକୁ ଆସ। ଭରତ ଭାଇ ବସିଛି ପୁରୁଣା ବିହାର ଗଜ ମହାନ୍ତି କେତେ କହୁଛୁ ବାପା ଆପଣ ରେଳଗାଡ଼ି ଦେଖିଥିଲେ ରେଳଗାଡ଼ି ଷ୍ଟେସନରେ ଗୋଟେ ଗୋଟେ ଇଞ୍ଜିନରେ ନୂଆ ନୂଆ ଡବା ଖଞ୍ଜା ନୂଆ ନୂଆ ଡବା ଖଞ୍ଜା ଯିବ କିଏ ନୂଆ ନୂଆ ଡବା ସିନା ଖଞ୍ଜା ଯିବ ଇଞ୍ଜିନ ସିନା ଟାଣିଲେ ହବ ଇଞ୍ଜିନ ଥିବ ନୂଆ ନୂଆ ଡବା ଖଞ୍ଜା ହବ ଯଦି ଇଞ୍ଜିନ ନ ଟାଣିବ ନୂଆ ନୂଆ ଡବା କଣ ପଛରୁ ପେଲିବେ ଏଠୁ ସେଠୁ ଭଲ ଭଲ ପାଳିଆ ବାଛି ଆଣିଲେ ଯଦି ଇଞ୍ଜିନ ନ ଟାଣିବ ଗାଡ଼ି କେମିତି ଆଗକୁ ଯିବ? ତାହେଲେ ହେ ମୋର ଜ୍ଞାନୀ ମଣ୍ଡଳୀ ଡବା ପେଲିବ ଇଞ୍ଜିନ ଭିଡ଼ିବ ଡବା ତାହେଲେ ଦେଖ କହିଲେ ଗୁରୁ ବଶିଷ୍ଠ ହେ ମହାମହିମ ରାଜା ଦିଲ୍ଲୀପ ତାର ଅଭିଶାପ ଦେଇଛି ତମେ କାହିଁକି ଶୁଣିଲ? କହିଲେ ଶଶାପନ ତୟା ରାଜନ ଆକାଶ ଗଙ୍ଗାରେ ଟିକି ଗଜ ବହିଲେ ହସ୍ତି ମାନେ ଜଳ କ୍ରୀଡ଼ା କରୁଥିଲା। ଜଳ କ୍ରୀଡ଼ା ସମୟରେ ଯୋଉ ଶବ୍ଦ ସେ ଶବ୍ଦଟା ଇଏ ଅଭିଶାପ ଶବ୍ଦ ଠାରୁ ଅଧିକ ହେଉଥିଲା। ହେ ମହାମହିମ ରାଜା ଦିଲ୍ଲୀପ ତମେ ସେଥିପାଇଁ ଅଭିଶାପ ଶୁଣିପାରି ନଥିଲ। টিভি ଚାଲିଥିବ টিভি ଚାଲିଛି ସମୟ ଆମ ପାଇଁ ନିର୍ଦ୍ଦେଶ ହେଲା ଆମ ସମୟ ସରିଲା ସମୟ ସରିଲା ନା କହିନାହିଁ କେହି
ସମୟ ସରିଗଲା ଆଜ୍ଞା ଆମେ କାଲି ଅଭିନୟ କରୁଛୁ ଆଉ ଆପଣ ସମସ୍ତ ଅଭିନୟ ଆଜ୍ଞା ମା ଘରୁ ଯେତେ ଜ୍ଞାନୀ ବାପା ମାନେ ବସିଛନ୍ତି ଆହା ସମସ୍ତ ଅଭିନୟ ଆମେ ମଞ୍ଚରେ ଆପଣ ଘରେ ସଂସାର ବାବାଜୀ ସାଧୁ ଆଜ୍ଞା କେମିତି ଅଭିନୟ କରୁଛନ୍ତି ଆପଣମାନେ କେମିତି ଅଭିନୟ ଦାତା କହିଲେ ଏ ଦୁନିଆ ରଙ୍ଗମଞ୍ଚ ଆଜ୍ଞା ଈଶ୍ୱର ଦେଖ ସମସ୍ତ ଅଭିନୟ ଆମ ସମୟ ସରିଲା ସଂସାରରେ ଯେଉଁମାନେ ଅଭିନୟ କରୁଛନ୍ତି ସମୟ ସରିଲେ କେହି ରହିବେ ନା ପାଦ ତଳେ ପଡୁଛନ୍ତି ଗୁରୁ ବଶିଷ୍ଠ କହିଲେ ନା ତମେ ଶୁଣିନା ସେଇ ଅଭିଶାପଟା ଆଜ୍ଞା ତମକୁ ଲାଗିଛି ସେଦିନ କହିଛି ଭବିଷ୍ୟତ ଦାୟକ ତାର ସେବା କରି ତମେ ତମ ବଂଶ ରକ୍ଷା କରିବ ବିଶ୍ୱାଳ ଏହି କଥା ଅଭିଶାପ ଦେଇଛନ୍ତି ଆପଣମାନଙ୍କର ଗାନ୍ଧୀ ଦେବଗାମୀ ସୁନ୍ଦର ଆଜ୍ଞା ରାଜା ଶୁଣିନଥିଲେ ସବୁ କହିଦେଲେ ଗୁରୁଦେବ ବଶିଷ୍ଠ ଆଜ୍ଞା ଗୁରୁ କହିଲେ ତାହା ଆଜ୍ଞା ଗୋଟିଏ ଅଛି